ଜୟ ଜଗନ୍ନାଥ ସାଙ୍ଗମାନେ, ଚାଲନ୍ତୁ ଆଜି ଦେଖିବା ଟାୱାର ଏସି କିପରି ଇନଷ୍ଟଲ କରାଯାଏ। ପ୍ରଥମେ କପର ପାଇପ୍ ଯିବାକୁ ହେଲେ ହୋଲ୍ କରିବାକୁ ପଡ଼ିଥାଏ। ଆସନ୍ତୁ ଦେଖିବା ହୋଲ୍ କିଭଳି କରାଯାଏ। ବର୍ତ୍ତମାନ ଏବେ ହୋଲ୍ ଶେଷ ହୋଇଗଲା। ଏବେ 580 380 କପର ପାଇପ୍ ଫ୍ଲାରିଂ କରିକି ତାପରେ ଇନ୍ସୁଲେସନ୍ ର୍ୟାପିଂ କରିକି ଇନଡୋର ଆଉ ଆଉଟଡୋର କନେକ୍ସନ କରିବା, ୱାୟାର କନେକ୍ସନ କରିବା, ତାପରେ ମେସିନ୍ ଅନ୍ କରିବା। ଏବେ ଇନଷ୍ଟଲେସନ୍ କମ୍ପ୍ଲିଟ୍। ମେସିନ୍ ଅନ୍ କରିବା ପରେ କୁଲିଂ ପରଫର୍ମାନ୍ସ ବହୁତ ଭଲ ଆସୁଛି।